ସେଥିରେ ସେମାନେ ତାହାଙ୍କୁ ପଚାରିଲେ, ହେ ଗୁରୁ, ତେବେ ଏସବୁ କେବେ ଘଟିବ? ପୁଣି ଯେଉଁ ସମୟରେ ଏହିସବୁ ଘଟଣା ସନ୍ନିକଟ ହେବ ସେ ସମୟର ଲକ୍ଷଣ କ'ଣ? ସେଥିରେ ସେ କହିଲେ, ସାବଧାନ, ତୁମେମାନେ ଯେପରି ଭ୍ରାନ୍ତ ନ ହୁଅ, କାରଣ ଅନେକ ମୋ ନାମରେ ଆସି ମୁଁ ସେ ଓ ସମୟ ସନ୍ନିକଟ ବୋଲି କହିବେ, ସେମାନଙ୍କ ପଛରେ ଯାଉ ନାହିଁ। ମାତ୍ର ତୁମେମାନେ ଯେତେବେଳେ ଯୁଦ୍ଧ ଓ ବିପ୍ଳବ ବିଷୟ ଶୁଣିବ ସେତେବେଳେ ତ୍ରାସଯୁକ୍ତ ହୁଅ ନାହିଁ, କାରଣ ଏହି ସମସ୍ତ ଅବଶ୍ୟ ପ୍ରଥମରେ ଘଟିବ, କିନ୍ତୁ ତତ୍କ୍ଷଣାତ୍ ଯୁଗାନ୍ତ ହେବ ନାହିଁ। ତତ୍ପରେ ସେ ସେମାନଙ୍କୁ କହିଲେ, ଜାତି ବିପକ୍ଷରେ ଜାତି ଓ ରାଜ୍ୟ ବିପକ୍ଷରେ ରାଜ୍ୟ ଉଠିବ, ଆଉ ମହାଭୂମିକମ୍ପ ଓ ସ୍ଥାନେ ସ୍ଥାନେ ମହାମାରୀ ଓ ଦୁର୍ଭିକ୍ଷ ହେବ। ପୁଣି ଆକାଶମଣ୍ଡଳରେ ଭୟଙ୍କର ଦୃଶ୍ୟ ଓ ମହା ଲକ୍ଷଣ ଦେଖାଯିବ। କିନ୍ତୁ ଏହି ସମସ୍ତ ଘଟଣା ପୂର୍ବେ ଲୋକମାନେ ତୁମେମାନଙ୍କୁ ଧରିବେ ଏବଂ ସମାଜ ଗୃହ ଓ କାରାଗାରରେ ତୁମମାନଙ୍କୁ ସମର୍ପଣ କରି ତାଡ଼ନା କରିବେ, ଆଉ ମୋ ନାମ ସକାଶେ ତୁମେମାନେ ରାଜା ଓ ଶାସନକର୍ତ୍ତାମାନଙ୍କ ସାମ୍ନାକୁ ନିଆଯିବ। ଏହା ତୁମମାନଙ୍କ ସପକ୍ଷରେ ସାକ୍ଷ୍ୟ ହେବ। ଏତବେ କ'ଣ ଉତ୍ତର ଦେବ ସେ ବିଷୟରେ ପୂର୍ବରୁ ଚିନ୍ତା ନ କରିବାକୁ ଆପଣା ମନରେ ସ୍ଥିର, କାରଣ ମୁଁ ତୁମମାନଙ୍କୁ ଏପରି ମୁଖ ଓ ଜ୍ଞାନ ଦେବି ଯେ ତୁମ୍ଭମାନଙ୍କର ସମସ୍ତ ବିଷୟ ଲୋକ ସେଥିରେ ପ୍ରତିରୋଧ ବା ପ୍ରତିବାଦ କରିପାରିବ ନାହିଁ। କିନ୍ତୁ ତୁମ୍ଭେମାନେ ପିତାମାତା, ଭ୍ରାତା, ଆତ୍ମୀୟ ଓ ବନ୍ଧୁବାନ୍ଧବମାନଙ୍କ ଦ୍ୱାରା ସୁଦ୍ଧା ସମର୍ପିତ ହେବ, ଆଉ ତୁମ୍ଭମାନଙ୍କ ମଧ୍ୟରୁ ଲୋକେ କାହାରିକୁ ବଧ କରିବେ। ପୁଣି ମୋହର ନାମ ସକାଶେ ତୁମେମାନେ ସମସ୍ତଙ୍କ ଦ୍ୱାରା ଘୃଣିତ ହେବ, କିନ୍ତୁ ତୁମ୍ଭମାନଙ୍କ